ଯୋଗାଣ ଅଧିକାରୀଙ୍କ ଗାଡ଼ି ଧକ୍କାରେ ବାଇକାରୋହୀ ମୃତ। କିଏ ଜାଣିଥିଲା ଗାଁକୁ ଫେରିବା ବେଳେ ତାଙ୍କ ପାଇଁ ରାସ୍ତାରେ ଜଗି ରହିଥିଲା କାଳଜମ। କର୍ମମୟ ଜୀବନର ସଂସାର ଚଳାଇବା ପାଇଁ ସାହାରପଡ଼ାରେ ରହି କଂକ୍ରିଟ କାମ କରୁଥିଲେ ମୟୂରଭଞ୍ଜ ଜିଲ୍ଲା ସୁକ୍ରୁଳି ବ୍ଲକ ଅନ୍ତର୍ଗତ ରରୁଆଁ ଥାନା ଅଞ୍ଚଳର ଘାଗି ଗ୍ରାମର ବିରଞ୍ଚି ବେହେରାଙ୍କ 32 ବର୍ଷୀୟ ପୁଅ ରାଜେନ୍ଦ୍ର ବେହେରା। ସୁଖ ଦୁଃଖର ସଂସାରର ଭଲମନ୍ଦ ବୁଝିବା ପାଇଁ ସାହାରପଡ଼ା କାର୍ଯ୍ୟସ୍ଥଳୀରୁ ଟଙ୍କା ଧରି ସକାଳୁ ସକାଳୁ ବାହାରି ଯାଇଥିଲେ ନିଜ ଗାଁ ଘାଗି ଅଭିମୁଖେ। କିନ୍ତୁ ଦୁର୍ଭାଗ୍ୟର ସୂର୍ଯ୍ୟଟା ତାଙ୍କ ପାଇଁ ଅଶୁଭରେ ପରିଣତ ହୋଇଯାଇଥିଲା। ନିଜ ଗ୍ରାମକୁ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇ ନିରୀହ ଜୀବନଟି ଅକାଳରେ ଚାଲିଗଲା। ତାଙ୍କ ପରିବାର ପାଇଁ ଘଟି ଆସିଲା ଅମାବାସ୍ୟାର କାଳରାତି। ରୋଜଗାରର ପନ୍ଥା ଧରି ପରିବାର ପ୍ରତିପୋଷଣ ପାଇଁ ମଙ୍ଗ ଧରିଥିବା ରାଜେନ୍ଦ୍ର ସବୁଦିନ ପାଇଁ ପରିବାରର ସଦସ୍ୟର ନାମଟି କଟିଯାଇ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଗଲା। ସେଦିନ ଚାଲିଥିଲା ସାହାରପଡ଼ା ବ୍ଲକରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର। ସେହି ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଏକ ବୋଲେରୋ ଯୋଗେ ଶିବିରକୁ ଯାଉଥିଲେ। ବୋଲେରୋଟି କେନ୍ଦୁଝରର ଉଦୟପୁର ଦେଇ ସାହାରପଡ଼ା ଯାଉଥିବା ବେଳେ ଚାତରପାଣି ନିକଟ ବରବେଡ଼ାଠାରେ ବିପରୀତ ଦିଗରୁ ଏକ ବାଇକ୍ ଯୋଗେ ଆସୁଥିବା ରାଜେନ୍ଦ୍ର ବେହେରା ସହିତ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଦୁର୍ଘଟଣା ପରେ ରାଜେନ୍ଦ୍ରଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ଗାଡ଼ିରେ ଧକ୍କା ହୋଇ ମୃତ ହୋଇଥିବା ଦୃଶ୍ୟ ସାଧାରଣ ଲୋକଙ୍କୁ ଚକିତ କରିଦେଇଛି। ସାହାରପଡ଼ା ଫାଣ୍ଡି ଅଧିକାରୀ ପାର୍ଥ ଅରାମ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।